ଆଜିର ସାହିତ୍ୟ କାଳାଂଶକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀର ସାହିତ୍ୟ ବିଷୟର ଭାଷା ମହକ ବହିର ଗଛ କାହାଣୀ ପାଠ ପଢ଼ିବା। ଗଛକୁ ମାନବୀକରଣ କରି କବି ଗଛର କାହାଣୀ ବିଷୟରେ କହିଛନ୍ତି। ଏହି ପ୍ରସଙ୍ଗର କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ତାଙ୍କର ଜନ୍ମ 1950 ମସିହା ଜୁନ 22 ତାରିଖରେ ହୋଇଥିଲା। ତାଙ୍କର ସାହିତ୍ୟ କୃତି ବଣ ଦେଉଳରେ ସୁନା ନେଉଳ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ପାଇଥିଲେ। ତେବେ ଆସ କବିତାଟିକୁ ଆବୃତ୍ତି କରିବା। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ଟାଣି ନେଉଅଛ ଡାଳକୁ ମୋହର ସୂଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନୁ ଝରଇ ମୋର, ପରାଣ ବେଦନା ଦେଉଛି ବଖାଣି ବାରେକ ଶ୍ରବଣ କର। ଜନମ କାଳରୁ କେତେ ଦୁଃଖ ସହି ନ ମାନି ବରଷା ଝଡ଼ି, ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରେ, କରମକୁ ମୂଳ ମନ୍ତର କରିଣ ପର ଉପକାର କରେ। ଚେର ମୂଳ ଠାରୁ ଡାଳ ପତରରେ ଫୁଲ ଫଳ ଆଦି କରି, ଛାଇରେ ଆସରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି। ଅନ୍ତର ଫେଡ଼ିଣ କହୁଛି ତୁମକୁ କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ ଖାଅରେ ଖାଇବ ଯେତେ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରା ଜୀବନ କରମ ପଥରେ ହେଳା ନ କରିବ କେହି। ଜଗତ ହିତରେ ଗଛ ଲଗାଇବ ସବୁଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। କବିତାଟିକୁ ବୁଝିବା। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ଗଛଟି କୋମଳ ସ୍ୱରରେ କହୁଛି, ହେ ଭଉଣୀ ଭାଇ, ତୁମେ ଯଦି ଫଳ ଖାଇବାକୁ ମନ କରିଛ ତେବେ ମୋର କୌଣସି ଆପତ୍ତି ନାହିଁ, ଅର୍ଥାତ୍ ମୁଁ ସମ୍ମତି ପ୍ରକାଶ କରେ। ଟାଣି ନେଉଅଛ ଡାଳକୁ ମୋହର ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ତୁମେ ଯଦି ଫଳ ଖାଇବାକୁ ମନ କରିଛ ତେବେ ଫଳ ଖାଅ, ମୋର ଆପତ୍ତି ନାହିଁ, କିନ୍ତୁ ମୋର ଡାଳପତ୍ର ଟାଣି ତୁମେ ନଷ୍ଟ କର ନାହିଁ। ତୁମେ ଜାଣିପାରୁନ ମୋତେ କେତେ କଷ୍ଟ ହେଉଛି, ମୋର ପ୍ରାଣ କିପରି ଦୁଃଖରେ ଜଳୁଛି। କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନୁ ଝରଇ ମୋର, ପରାଣ ବେଦନା ଦେଉଛି ବଖାଣି ବାରେକ ଶ୍ରବଣ କର। ମୋ ଆଖିରୁ
କ୍ଷୀର ନୁହେଁ ଲୁହ ଝରୁଛି। ମୋର ପ୍ରାଣର ବେଦନା ବା କଷ୍ଟ ଥରେ ତୁମେ ଶୁଣ ମୁଁ ବଖାଣି କହୁଛି। ଜନମ କାଳରୁ କେତେ ଦୁଃଖ ସହି ନ ମାନି ବରଷା ଝଡ଼ି ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ମୁଁ ଜନ୍ମରୁ ବହୁତ ଦୁଃଖ ସହିଛି। ଖରା ବର୍ଷା ଶୀତ କାକରକୁ ଖାତିର ନ କରି ମୁଁ ତୁମ ପାଇଁ ଡାଳ ପତ୍ର ଫୁଲ ଫଳ ଯତ୍ନରେ ଭିଡ଼ି ଧରିଛି। ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ, ଜାଣି ପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ଆଜି ମୋ ଦେହରେ ଫଳ ମାଳ ମାଳ ହୋଇଛି ବୋଲି ତୁମେ ଦେଖି ସିନା ମୋତେ ଈର୍ଷା କରୁଛ। ତୁମେ ଜାଣିନ ଏ ରୂପ ମୋହର ବହୁତ ସାଧନାର ଫଳ। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରେ, କରମକୁ ମୂଳ ମନ୍ତର କରିଣ ପର ଉପକାର କରେ। ମୁଁ ଦିନେ ସାନ ଥିଲି ଆଜି ବହୁତ ବଡ଼ ହୋଇଯାଇଛି। ମୁଁ ସବୁବେଳେ ମୋର କର୍ମପଥର ଧାରରେ ଚାଲିଛି। କର୍ମକୁ ମୂଳମନ୍ତ୍ର କରି ପରର ଉପକାର ମୁଁ କରୁଛି। ଯେପରି ସଂସ୍କୃତରେ ଶ୍ଲୋକ ଅଛି, ପରୋପକାରାୟ ବହନ୍ତି ନଦ୍ୟାଃ ପରୋପକାରାୟ ଫଳନ୍ତି ବୃକ୍ଷାଃ। ଚେର ମୂଳଠାରୁ ଡାଳ ପତରରେ ଫୁଲ ଫଳ ଆଦି କରି ଛାଇରେ ଆସରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି। ମୋର ଚେର ମୂଳଠାରୁ ଆରମ୍ଭ କରି ଡାଳ ପତ୍ର ଫୁଲ ଫଳ କେବଳ ତୁମରି ପାଇଁ ସାଇତି ରଖିଛି ଏବଂ ମୁଁ ସମସ୍ତଙ୍କୁ ମୋର ବକଳ ହୃଦୟ ଚିରି ଛାଇରେ ଆଶ୍ରା ଦେଇଛି। ଅନ୍ତର ଫେଡ଼ିନ କହୁଛି ତୁମକୁ କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ ଖାଅରେ ଖାଇବ ଯେତେ। ମୁଁ ମୋର ଅନ୍ତର ହୃଦୟ ଫେଡ଼ି କହୁଛି ଯେ ମୋତେ ତୁମେ କଷ୍ଟ ଦିଅ ନାହିଁ। ମୁଁ କେବଳ ତୁମରି ସେବାରେ ଅଛି। ତୁମେ ଯେତେ ଫଳ ଖାଇବ ଖାଅ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରା ଜୀବନ କରମ ପଥରେ ହେଳା ନ କରିବ କେହି। ମୋର ଫଳ ଖାଇକି ମୋ ଆଗରେ ତୁମେ ଶପଥ କର, ତୁମେ ସାରା ଜୀବନ କର୍ମ ପଥରେ ହେଳା କରିବ ନାହିଁ। ଜଗତ ହିତରେ ଗଛ ଲଗାଇବ ସବୁ ଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତୁମେ ଜଗତର କଲ୍ୟାଣ ପାଇଁ ଗଛ ଲଗାଇବ, ଫଳରେ ଚାରିଆଡ଼େ ସବୁଜ ରଙ୍ଗର ପରିବେଶ ସୃଷ୍ଟି ହେବ। ଆମ ଧରଣୀ ହସି ଉଠିବ। ଆମ ଧରଣୀ ହସି ଉଠିଲେ ଆମ ଧରଣୀ ହତଶ୍ରୀ ବା ଶ୍ରୀହୀନ ହେବ ନାହିଁ, ଅର୍ଥାତ୍ ସୁନ୍ଦର ଦେଖାଯିବ। ପିଲାମାନେ, ଆଶା କରୁଛି କବିତାଟିକୁ ବୁଝି ଯାଇଥିବ। ଏ କବିତାରୁ ଆମେ କ'ଣ ଶିଖିଲେ? ଗଛ ମାନବ ଓ ଜୀବଜଗତର ଉପକାର କରେ। ତେଣୁ ଗଛର ମହତ୍ତ୍ୱ ଓ ଆବଶ୍ୟକତାକୁ ଆମେ ବୁଝିବା ଦରକାର। ତେଣୁ ଆମେ ଗଛର ଯତ୍ନ ନେବା ଏବଂ ପରିବେଶକୁ ସୁରକ୍ଷା କରିବା। ଗଛ ଯେପରି ପରର ଉପକାର ପାଇଁ ଫଳ ଧାରଣ କରିଥାଏ, ଆମେ ମଧ୍ୟ ଗଛଠାରୁ ତ୍ୟାଗ ଓ ପରୋପକାର ଭଳି ମହତ୍ ଗୁଣ ଶିଖିବା। ଆଜିର ସାହିତ୍ୟ କାଳାଂଶକୁ ଏଇଠି ସମାପ୍ତ କରୁଛୁ।